ଯଦି ଆପଣଙ୍କ ଘର ପାଖରେ ଆପଣଙ୍କର ଜଣେ ପଡ଼ୋଶୀ ମାନେ ସକ୍ସେସଫୁଲ ହବାରେ ଲାଗିଛି, କିଛି ମଣିଷ ଅଛନ୍ତି ଈର୍ଷା କରନ୍ତି, ହେ ଭଗବାନ ତାକୁ କାହିଁକି ସବୁବେଳେ ଉପରକୁ ନଉଛ, ମୋତେ ତଳେ ରଖି ଦଉଛ। କିନ୍ତୁ ଏଇ ଚିନ୍ତାଧାରା ନ ରଖି ଯେଉଁ ମଣିଷ ତା ମନରେ ଆଣେ ଯେ ହେ ଈଶ୍ୱର, ସେ ଏତେ ସାରା ସକ୍ସେସଫୁଲ ହଉଛି, ତାକୁ ଆହୁରି ସକ୍ସେସଫୁଲ କରାଅ, ଆହୁରି ଉପରକୁ ନେଇଯାଅ, ତା ଜୀବନକୁ ଆହୁରି ଆଲୋକିତ କର, ସେତିକି ବେଳେ କଣ ହବ ଜାଣିଛ ନା? ଭଗବାନଙ୍କ ଚିନ୍ତାଧାରା ବଦଳିଯିବ। କେମିତି ବଦଳିଯିବ କହିଲେ? ନା, ଆପଣ ଯେଉଁ ଚିନ୍ତାଧାରା ତା ପାଇଁ କରୁଛନ୍ତି, ସେଇ ଚିନ୍ତାଧାରା ଈଶ୍ୱର ଆପଣଙ୍କ ପାଇଁ କରିବେ। କେବେ ରେ ବିଚରା ମଣିଷ, ତୋତେ ବି ଉପରକୁ ନବାର ଅଛି, ତୁ ବି ଉପରକୁ ଯିବୁ। ଆରେ ସେ 100 ପାହାଚ ଗଲେ, ତୋତେ ବି ମୁଁ 25 ପାହାଚ ତୋତେ ନେଇଯିବି। ଧୀରେ 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 ତୁ ବି ଉପରକୁ ଯିବୁ। ଯଦି ତମେ ଗୋଟେ ଅନ୍ୟ ମଣିଷ ପାଇଁ ଭଲ ଚିନ୍ତା କର, ତାହେଲେ ଈଶ୍ୱର ତୁମ ପାଇଁ ଭଲ ଚିନ୍ତା କରିବେ। ଭଗବାନଙ୍କ ରଣରେ ବାବା, ସେଇ ଈଶ୍ୱର ହିଁ ତୁମକୁ ସାଥ ଦେବେ ଯେ ଏ ବିଚରା ମଣିଷଟି ସବୁବେଳେ ଅନ୍ୟର ଶୁଭଚିନ୍ତକ, ମୋତେ ତା ପାଇଁ କିଛି କରିବାର ଅଛି। ଆଉ ଯଦି ତମେ ସବୁବେଳେ ଗାତ ଖୋଳିଲ ସେ ପଡ଼ୋଶୀ ପାଇଁ, ହେ ତା ସେ ପଡ଼ିଯାଆନ୍ତା କି, ମରିଯାଆନ୍ତା କି, ହାରିଯାଆନ୍ତା କି, ତାହେଲେ ଈଶ୍ୱର କଣ କରିବେ? ରେ ବୋକା ମୂର୍ଖ ମଣିଷ, ମୁଁ ତୋତେ ହରେଇବି, ତୋତେ ମାରିଦେବି, ତୋତେ ବିପଦରେ ପକେଇଦେବି, ତୁ କାହିଁକି ତା ଚିନ୍ତା କରୁଛୁ? କଥାରେ ଅଛି ନା, ଯେ ପାଞ୍ଚେ ପରର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ସେଥିପାଇଁ ନିଜକୁ ଏମିତି ବନାନ୍ତୁ ଯେ ହେ ଈଶ୍ୱର, ମୁଁ ସମସ୍ତଙ୍କୁ ଭଲ ପାଏ, ଆପଣଙ୍କୁ ଭଲ ପାଏ। ଦେଖିବେ ଈଶ୍ୱର ତମ ଆଡ଼କୁ ନିଶ୍ଚୟ ଟଳିବେ। ଆପଣ କାହିଁକି ସେ ଖରାପ ଚିନ୍ତାଧାରା ମୁଣ୍ଡରେ ରଖୁଛନ୍ତି ଯେ କିଏ କଣ କଲା, କାର କୋଉଠି ଭାସିଗଲା, କିଏ କୋଉଠି ମରିଗଲା, ସବୁବେଳେ ଆପଣ ତାଙ୍କର କ୍ଷତି ଚାହୁଁଛନ୍ତି? କ୍ଷତି ତ କେବଳ ଜଣେ କରିବ, ସେ ହଉଛନ୍ତି ଈଶ୍ୱର। ଯଦି ମାରିବାର ଅଛି ସିଏ ମାରିବ, ଯଦି ତାରିବାର ଅଛି ସେ ତାରିବ, ଯଦି କୂଳ ଲଙ୍ଘିବାର ଅଛି ତାହେଲେ କୂଳ ଲଙ୍ଘିବ, ନିଶ୍ଚୟ ଲଙ୍ଘିବ। ହେଲେ ଥରୁଟିଏ ଆପଣ ଭଲ ଚିନ୍ତାଧାରାରେ ଡୁବି ରୁହନ୍ତୁ। ନିଜକୁ ସେତିକି ସଜାଗ କରନ୍ତୁ ଯେ ହେ ଈଶ୍ୱର, ମୁଁ କେମିତି ଗୋଟେ ସୁନ୍ଦର ମଣିଷଟିଏ, ସୁନ୍ଦର ପରିବାରଟିଏ ଭିତରେ ବଞ୍ଚିବି।